କିଛି ଲୋକଙ୍କର ଅକାରଣରେ ଭୟ ଅର୍ଥାତ୍ ଖାଲି ଖାଲିଟାରେ ମନରେ ଭୟ ସୃଷ୍ଟି ହୁଏ। ଏହା କିଛି ଦିନ ଧରି ଯଦି ମାଇଣ୍ଡରେ ରହିଯାଏ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବଡ ବଡ ରୋଗ ସୃଷ୍ଟିର କାରଣ ହୋଇପାରେ। ଯେମିତିକି କିଛି ଲୋକଙ୍କ ମାଇଣ୍ଡରେ ମୃତ୍ୟୁର ଭୟ ଆସେ, ମୋର ଆକ୍ସିଡେଣ୍ଟ ହେଇଯିବ। କିଛି ଲୋକ ମଧ୍ୟ ପ୍ରେଡିକ୍ଟ କରିଦିଅନ୍ତି, ମୁଁ ଭାଇ ଆଉ ବେଶୀ ଦିନ ବଞ୍ଚିବିନି, ଏତିକି ଦିନ ଭିତରେ ମରିଯିବି। ଏଥିସହିତ ଅନ୍ଧାରରେ ଏକୁଟିଆ ରହିଲା ବେଳେ ଭୂତ ପ୍ରେତକୁ ମଧ୍ୟ ଭୟ ପ୍ରବଳ ଥିବ, ମତେ ଭୂତ ମାଡ଼ି ବସିବ, ଏହି ପ୍ରକାର ଭୟ ଭାବନା ଯଦି ମନକୁ ଆସାଏ, ଏଥିପାଇଁ ଆପଣମାନେ ଏକୋନାଇଟ୍ 200 ହୋମିଓପାଥିକର ଭଲ ଔଷଧ। ଏହାକୁ ଦିନକୁ ମାତ୍ର ଥରେ ଖାଲି ପେଟରେ 2 ଠୋପା କରି ନିୟମିତ ଭାବରେ କିଛି ଦିନ ଖାଆନ୍ତୁ, ଦେଖିବେ ମାନସିକ ସ୍ତରରେ ଏ ପ୍ରକାର ଭୟ ଦୂରେଇଯିବ। ଏଥିସହିତ କିଛି ଲୋକଙ୍କର ଭୟ ଗାଡି ଘୋଡାରେ ଯିବାରେ ଭୟ ଥାଏ, ନୂଆ ଜାଗାକୁ ଯିବାରେ ଭୟ ଥାଏ, କିମ୍ବା ନୂଆ ଲୋକଙ୍କୁ ଦେଖିଲେ ଭୟ ଆସୁଥାଏ, ଏନ୍ଜାଇଟି ବା ମନର ଉଦ୍ବେଗ ପ୍ରବଳ ରହେ। ତେବେ ଏସବୁ ସମସ୍ୟା ଥିଲେ ଆପଣ ଆର୍ଜେଣ୍ଟମ୍ ନାଇଟ୍ରିକମ୍ 200 କୁ 2 ଠୋପା କରି ଦିନକୁ 2 ଥର ଦ୍ୱିପହରେ ଏବଂ ସନ୍ଧ୍ୟାରେ ଖାଇବା ପୂର୍ବରୁ ନିୟମିତ ଭାବରେ ଖାଇ ଦେଖନ୍ତୁ, ଦେଖିବେ ଏହି 2ଟି ଔଷଧର ପ୍ରୟୋଗ ଦ୍ୱାରା କିଛି ଦିନ ମଧ୍ୟରେ ଆପଣଙ୍କର ମାନସିକ ସ୍ତରରେ ଦେଖାଯାଉଥିବା ଅକାରଣ ଭୟ ଦୂର ହୋଇଯିବ।